ଆଜି ଘରେ ଭେଣ୍ଡି ବେଶୀ ହେଇଯାଇଥିଲା। ତ ଭେଣ୍ଡି ଆମର ଏମିତି ବି ବାଡ଼ିରୁ ଆସିଥିଲା, ଆଉ ତା ସହିତ ଆସିଥିଲା ଆଳୁ ଆଉ ଟମାଟୋ ଦୁଇଟା ଯାକ ମାମୁଙ୍କ ଘରରୁ ଆସିଥିଲା। ତ ସେଥିପାଇଁ ବୋଲିକି ଦେଖନ୍ତୁ ଏସବୁ ଜିନିଷକୁ ମୁଁ ଭଲସେ କାଟିକି ରଖିନେଲି। ଆଉ ଭେଣ୍ଡିକୁ 2ରୁ 3 ଭାଗ କରିକି ଗୋଟେ ଗୋଟେ ଭେଣ୍ଡିକୁ କାଟିଲି, ଆଳୁକୁ ବି ସେମିତି କଟ୍ କରିନେଲି। ଆଉ ସେଇଟାକୁ ନା ଅଳ୍ପ ଭାଜିଦେବି କଢ଼େଇରେ। ତ ମୁଁ ଆଜି ବନେଇବି ଭେଣ୍ଡି ଆଳୁର ଗୋଟେ ବେସର ବହୁତ ବଢ଼ିଆ ଲାଗିଥାଏ। ତା ପାଇଁ ଗୋଟେ ବେସର ବଟାଟା ପରେ ବନେଇବା, କିନ୍ତୁ ପ୍ରଥମେ ନା ଟିକିଏ ଲୁଣ ହଳଦୀ ପକାଇକି ସଟେ କରି ନେବା। ସଟେଟା ଏମିତି କରିବା ଯେମିତିକି ପୁରା ଅଲମୋଷ୍ଟ ଏଥିରେ ହିଁ ସିଝିଯିବ 90%, କିନ୍ତୁ ସେଥିରେ ଟିକିଏ ଆମର ଲଙ୍କା ଗୁଣ୍ଡକୁ ମିଶାଇ ନେବା। କ'ଣ ପାଇଁ ଏମିତି କଲେ ନା କଲର୍ ଆସିଯାଏ ଏସବୁ ଜିନିଷରେ, ଆଉ ଯେତେବେଳେ ଗ୍ରେଭି ବନିବ ନା ତା'ର କଲର୍ ବି ଅଲଗା ହଟକେ ସେ ଆସିବ। ସେତିକି ଭିତରେ ଆମର ଯେଉଁ ବଟାଟା ଆମେ ନେଇଛେ ସୋରିଷର ବଟାଟା, ସେଇଟାକୁ ଭଲସେ 2ଟା ଆମ୍ବୁଲ ପକାଇକି ଏମିତି ଆଉ ପାଣିଆ ଫର୍ମାଟ ଅଲଗା ଜାଗାରେ ବନେଇ ନେବା। ଆଉ ବେଶୀ ତ କଷିବାନି, କ'ଣ ପାଇଁ ସେଇଟା ବହୁତ ଆମର କଡ଼ବାପନ ଆସିଯିବ। ସେହି କଷାପଣଟାକୁ ଏଭଏଡ଼ କରିବା ପାଇଁ ଅଲଗା ଜାଗାରେ ଦେଖନ୍ତୁ ପାଣିରେ ଏମିତି ଟମାଟୋ ଗୋଟେକୁ ଭଲସେ ପକାଇକି ତା'ର ଫୁଟଣଟା ରେଡ଼ି କରିବା ଷ୍ଟାର୍ଟ କରିବା। ସେଥିପାଇଁ ମୁଁ କାଟି ନେଇଛି 2ଟା ପିଆଜ, ଆଉ ଛେଚିକି ନେଇଛି ରସୁଣ 7ରୁ 8 କୋଳ, ଆଉ ଭୃଷଙ୍ଗ ପତ୍ର ଆଉ କଞ୍ଚାଲଙ୍କା 2ଟା। ସେତିକି ଭିତରେ ଏବେ ବେସର ପାଣିରେ ଏଡ଼୍ କରିନେଲି ମୋର ଯେଉଁ ସଟେ କରିକି ରଖିଥିଲି ସେଇ ଭେଣ୍ଡି ଆଉ ଆଳୁକୁ। ଏବେ ପାଣି ଅଳ୍ପ ଦେଇଦେଲି, ଗରମ ପାଣି ନେଇଥିଲି, ଆଉ ତାକୁ ବଏଲ୍ ଟିକେ କରିକି 2-3 ଥର ବଏଲ୍ କରିନେବି। ସେତିକି ଭିତରେ ଦେଖନ୍ତୁ ଆଉ କ'ଣ କରିବା କହିଲେ, ଆମେ ଏଇଟାକୁ ଗୋଟେ ବଏଲ୍ ଦେଲା ଭିତରେ ଫୁଟଣଟା ଅଲଗା ପ୍ରିପେୟାର କରିନେବା। ଟମାଟୋର ହାଲତ ଦେଖନ୍ତୁ ବହୁତ ବଢ଼ିଆ ଅଛି। ସେତିକି ଭିତରେ ଆମର ପଣସଟା ଯେଉଁଟା ଅଛି ସେଇଟାକୁ ଭଲସେ କଟ୍ କରି ନେବା। ତ ଆଜି ପଣସର ବି ଚିପ୍ସ ବନେଇବି ଗୋଟେ, ବେସର ସହିତ ନା ଚିପ୍ସ ଆଇଟମ୍ ବହୁତ ଭଲ ଲାଗେ। ପଣସ କାଟିବା ଭାରି, ଆଉ ଏ ପଣସଟା ନା ଟିକେ ମଞ୍ଜିଆ ଟାଇପ୍ର, ଆଉ ଏତେ ବି ଭଲ ଖାସ୍ ପଣସ ନାହିଁ। ତ ତାକୁ କାଟିବେ କେମିତି ଏମିତି ଜାଗାରେ, ତ ପନିକିରେ ଇଜିରେ କାଟି ହେଇପାରିବ। ତ ମୋତେ ତ ପନିକିର ଟ୍ରିକ୍ ଜଣା ନଥିଲା କେମିତି କାଟିବାର, ତ ମୁଁ ଆଜି ଶିଖୁଛି ପନିକିର ଟ୍ରିକ୍। ଏବେ ନା ଆମର ଏମିତି ସାଇଡ଼୍ଟାକୁ ହାର୍ଡ଼ ପାର୍ଟଟାକୁ ଅଳ୍ପ ଚାଞ୍ଚିକି ଯେମିତି କାଟିବେ ସେମିତି କାଟି ନେବା। ତ ଏଇଟାକୁ ଆମେ ଆମର ଯେଉଁ ପିଲର୍ ଅଛି ସେଥିରେ ବି କାଟିପାରିବା, ଟିକେ ଷ୍ଟ୍ରଙ୍ଗ ପିଲର୍ ବାଲା ନେଲେ ହେଇଯିବ। ତାପରେ ଗୋଟେ ଗୋଟେ କରିକି ଏମିତି କାଟିକି ରଖିନେବା। ତାପରେ ପାଣିରେ ଆକୁ ହାଲକା ଧୋଇକି ଆମେ କଟ୍ କରିପାରିବା। ଏଥିରେ ବେଶୀ ଅଠା ନାହିଁ, ତ ଇଜିଲି କଟ୍ ହେଇଯାଉଛି। ନହେଲେ ଆମେ ଅଳ୍ପ ଆମର ହାତରେ ତେଲ ଲଗେଇକି ଭଲସେ କଟ୍ କରିପାରିବା। ତ ଏବେ ଦେଖନ୍ତୁ ଭଲସେ ଏମିତି ଆଉ କଟ୍ କରିକି ସାଇଜ୍ରେ ରଖିନେବା। ଚିପ୍ସର ପଦ୍ଧତିଟା ଆଜି ଟିକେ ଅଲଗା ହେବ। କ'ଣ ପାଇଁ, ଚିପ୍ସଟା ନା ବହୁତ ବଢ଼ିଆ ହୋଟେଲ ଷ୍ଟାଇଲ୍ର ବନେଇବା। ଭୋଜି ଭାତରେ ଚିପ୍ସ ଖାଇଲେ ନା ଗୋଟେ ଅଲଗା ମଜା ଆସେ, ଯେଉଁଟାର କି ଟେଷ୍ଟ ନା ଘରେ ମିସିଂ ଥାଏ। ତ ଆଜି ଭୋଜି ଭାତ ଷ୍ଟାଇଲ୍ର ବା ରେଷ୍ଟୁରାଣ୍ଟ ଷ୍ଟାଇଲ୍ର ଚିପ୍ସଟା ବନେଇବା। ସେଥିପାଇଁ ଅଳ୍ପ ପାଣିରେ ଏମିତି ପଣସ ଆଉ ଆଳୁ ମିଶାଇକି ପକାଇ ନେଲି। ଏବେ ପଣସରେ ଏଡ଼୍ କଲି ଅଳ୍ପ ଲୁଣ, ଆଉ ତାପରେ ଏଡ଼୍ କଲି ଅଳ୍ପ ଧନିଆ ଗୁଣ୍ଡ, ତାପରେ ଆମର ହଳଦୀ ଗୁଣ୍ଡ ଅଳ୍ପ ମାତ୍ରାରେ 1 ଟେବୁଲ୍ ସ୍ପୁନ୍ର ଅଧା, ତାପରେ ଦେଖନ୍ତୁ 1/2 ଟେବୁଲ୍ ସ୍ପୁନ୍ର ହିଁ ଗରମ ମସଲା ନେଲି, ଆଉ ତାପରେ ଲଙ୍କା ଗୁଣ୍ଡ 1/2 ଟେବୁଲ୍ ସ୍ପୁନ୍ର ନେଇଗଲି। ତାପରେ ଦେଖନ୍ତୁ ଆଉ ଥରେ ଟିକିଏ ଅଦା ରସୁଣ ପେଷ୍ଟ ଟିକେ ନେଇଗଲି, ଆଉ ସେଥିରେ ଏଡ଼୍ କଲି ଆମର ଚିପ୍ସ ପାଉଡ଼ର। ଏଇ ଚିପ୍ସ ପାଉଡ଼ରଟା ନା ମାର୍କେଟରେ ଏବେ ମିଳିବା ଷ୍ଟାର୍ଟ ହେଲାଣି, ଆଗ ନଥିଲା। ତ ସେଇ ଟାଇମ୍ରେ ଆମେ କ'ଣ କରୁଥିଲୁ, ଏଇ ଚିପ୍ସ ପାଉଡ଼ର ବଦଳରେ ଗୋଟେ ଭାଗ ବେସନରେ 2 ଭାଗ ଆରାରୁଟ୍ ପାଉଡ଼ର ବା ଆମର କର୍ଣ୍ଣଫ୍ଲୋର ଏଡ଼୍ କରୁଥିଲୁ। ତ ଏଇଟା ରେଡ଼ିମେଡ଼୍ ମିଳୁଛି, ତ କମ୍ ଲୁଣ ନେଇଛୁ। କ'ଣ ପାଇଁ, ଏଥିରେ ଲୁଣ ଥାଉଛି। ଆଉ ସେତିକି ଭିତରେ ଏଇ ଗ୍ରୀନ୍ ଚିଲିର ପେଷ୍ଟଟା ଏଡ଼୍ କଲୁ, ଯେଉଁଟାକି ଅଲରେଡ଼ି 2ଟା ଚିଲିରେ ବନେଇଥିଲୁ, ମାନେ 2ଟା ଗ୍ରୀନ୍ ଚିଲିରେ ନେଇକି ଟିକେ ଦହି ସହିତ ମିଶାଇକି ଗ୍ରାଇଣ୍ଡ କରିଥିଲୁ। ସେଥିରେ ଏଡ଼୍ କଲୁ ରାଶି, ଆଉ ତାପରେ ଏବେ ଟମାଟୋ ସସ୍।
टमाटो सॉस को एमती घूरेकी साइज रे नियंतु और राशीटा पकाई तो ताको भल से मिक्स करि नबा किंतु सेति पूर्वरु टिके पियाज अल्प ऐड करि नबा। एबे आको भल से गोलेकी मीडियम फ्लेम रे रखिकी आको छणा छणी स्टार्ट करिबा।